ନିଜର ଲୁହ ଅନ୍ୟ ଆଗରେ କେବେ ବି ଝରାନ୍ତୁ ନାହିଁ। ଜୀବନରେ ଖୁସି ଚାହୁଁଥିଲେ ଏହି କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ମଣିଷ ଜୀବନ ହେଉଛି ଅନେକ ସୁଖ ଓ ଦୁଃଖର ସମାହାର। ତେବେ ଜୀବନରେ ଆଗକୁ ବଢ଼ିବା ପାଇଁ କେତେକ ଭଲ କଥା ଆପଣଙ୍କ ପାଇଁ ନେଇ ଆସିଛୁ, ଯାହା ଆପଣଙ୍କର ସାରା ଜୀବନ ନିଶ୍ଚିନ୍ତରେ ବା ଖୁସିରେ ରହିବାର ମାର୍ଗ ଫିଟାଇ ଦେଇଥାଏ। କଣ୍ଟାର ଦୋଷ କ'ଣ ବା ଥାଇପାରେ? କାରଣ କଷ୍ଟ ଦେବା ତ ତା'ର ସ୍ୱଭାବରେ ଭରି ହୋଇ ରହିଥାଏ। ମଣିଷ ଘର, ସ୍ଥାନ, ସମ୍ପର୍କ, ସାଙ୍ଗ ବଦଳାଇ ଦେଇଥାଏ, କିନ୍ତୁ ତଥାପି ସେ ଚିନ୍ତିତ ଓ ଦୁଃଖରେ ରହିଥାଏ, କାରଣ ସେ ନିଜକୁ ବଦଳାଇ ପାରିନି। କଷ୍ଟ ତାକୁ କୁହନ୍ତି ଯାହାକୁ ଲୁଚେଇ ଦିଆଯାଏ, ଯାହା ଦେଖାଯାଏ ତାହାକୁ ନାଟକ କୁହାଯାଇଥାଏ। ସ୍ୱାର୍ଥପର ମଣିଷ ସବୁଠାରୁ ଭଲ ହୋଇଥାଏ, ଯିଏ ନିଜ ସ୍ୱାର୍ଥ ଛଡ଼ା ଆଉ କାହାକୁ ଦେଖନ୍ତି ନାହିଁ। କିନ୍ତୁ ଅନ୍ୟପଟେ ଆମେ ସମସ୍ତଙ୍କ ଦୁଃଖର ଭାଗିଦାର ହୋଇ ନିଜକୁ ବି ଦେଖନ୍ତିନି। ସେଭଳି ଲୋକ କେବେ ବି କାହାର ହୋଇପାରନ୍ତି ନାହିଁ, ଯିଏ ପୋଷାକ ଭଳି ସମ୍ପର୍କ ବଦଳାଇ ଚାଲିଥାନ୍ତି। ସମ୍ପର୍କ ଖରାପ ହେବାର ସବୁଠାରୁ ବଡ଼ କାରଣ ହେଉଛି ଲୋକ ଭାଙ୍ଗିବାକୁ ପସନ୍ଦ କରନ୍ତି, କିନ୍ତୁ ନଇବାକୁ ନୁହେଁ। ବଡ଼ ଆଶ୍ଚର୍ଯ୍ୟର କଥା, ପଇସା ମଣିଷକୁ ଉପରକୁ ନେଇପାରେ, କିନ୍ତୁ ମଣିଷ ପଇସାକୁ ଉପରକୁ ନେଇଯାଇପାରିବ ନାହିଁ। କ୍ରୋଧ ଏବଂ ଝଡ଼ ସମାନ ହୋଇଥାନ୍ତି। ଶାନ୍ତ ହେବା ପରେ ଯାଇ ଜଣାପଡ଼ିଥାଏ ଯେ କ୍ଷତି କେତେ ହୋଇଛି। କିଛି ଅଲଗା କରିବାର ଅଭ୍ୟାସ ଅଛି ମୋର, କାରଣ କଠିନ ପରିସ୍ଥିତିରେ ବି ମୁହଁରେ ହସ ରଖିବାର ଅଭ୍ୟାସ ଅଛି। ଆଖିର ଲୁହ ସେହି ଲୋକ ଆଗରେ ବାହାର କରନ୍ତୁ, ଯେଉଁ ଲୋକ ଆପଣଙ୍କ ଲୁହର ମହତ୍ତ୍ୱ ବୁଝିପାରିବ। ଏଥିସହ ସମ୍ପର୍କ ମଧ୍ୟ ସେହି ଲୋକଙ୍କ ସହ ରଖନ୍ତୁ, ଯିଏ ସମ୍ପର୍କର ନିବିଡ଼ତାକୁ ବୁଝିପାରୁଥିବ। ଏ ଥିଲା ଆମର କେମିତି ଜୀବନରେ ସୁଖରେ ରହିବେ। ନିଜ ଦୁଃଖକୁ କାହାକୁ କୁହନ୍ତୁ ନାହିଁ।